ଓଡ଼ିଶା ସରକାର ଉଚ୍ଚ ଶିକ୍ଷା ବିଭାଗ 2024-25 ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପ୍ରଦାନ ପାଇଁ ଅନଲାଇନ୍ ଆବେଦନ ଦାଖଲ। ତ ଯେଉଁମାନେ ବି ଓଡ଼ିଆ ଅନର୍ସ ନେଇଛନ୍ତି, ଆପଣ ଯଦି +3 କିମ୍ବା PG କରୁଛନ୍ତି, ଯଦି ଓଡ଼ିଆ ଅନର୍ସ ନେଇଛନ୍ତି ତାହେଲେ ଆପଣମାନେ ଏହି 2024-25 ବର୍ଷ ପାଇଁ ଆପ୍ଲାଏ କରିପାରିବେ। ତାହେଲେ ଚାଲନ୍ତୁ ଜାଣିବା କ'ଣ ରହିଛି ଏହାର ସମ୍ପୂର୍ଣ୍ଣ ଅପଡ଼େଟ୍ ଏହି ଭିଡ଼ିଓ ମାଧ୍ୟମରେ। ଏଲିଜିବିଲିଟି ଡିଟେଲ୍ସ କ'ଣ ରହୁଛି ଚାଲନ୍ତୁ ଜାଣିନେବା। ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ତରଫରୁ ଯେଉଁ ସ୍କିମ୍ଟି ରହିଛି ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଏକାଡେମିକ୍ ଇୟର୍ 2024-25, ଆପଣଙ୍କ ଏହି 2024-25ରେ କେଉଁ ପିଲାମାନେ ଆପ୍ଲାଏ କରିପାରିବେ ଏହି ବ୍ୟାସକବି ଫକୀରମୋହନ ଭାଷାବୃତ୍ତିରେ ଚାଲନ୍ତୁ ଜାଣିବା। ଜେନେରାଲ, ST, SC, OBC, SEBC, EBC ଏହି ପିଲାମାନେ ଯଦି +3 କରିଛନ୍ତି ଏବଂ ଏହା ଓଡ଼ିଆ ଅନର୍ସ ଯଦି ଆପଣମାନେ ରଖିଛନ୍ତି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ଏବଂ ଆଉ ଗୋଟେ ମେନ୍ ପଏଣ୍ଟ ହେଉଛି, ଆପଣ ଯଦି +3 କରୁଛନ୍ତି ଏବଂ ଆପଣ ଯଦି +2ରେ 70%ରୁ ପ୍ଲସ୍ ରଖିଛନ୍ତି ତାହେଲେ ଆପଣମାନେ +3ରେ ଯଦି ଓଡ଼ିଆ ଅନର୍ସରେ ପାଠ ପଢ଼ୁଛନ୍ତି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ଆପଣଙ୍କ ଆପ୍ଲାଏ କରିବା ପାଇଁ ଆପଣଙ୍କ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଆପଣଙ୍କ ଫଟୋ, କଲେଜ ID କାର୍ଡ଼, ମାର୍କ ଅଫ୍ ଦ ଷ୍ଟୁଡେଣ୍ଟ, ଯେଉଁ ମାର୍କସିଟ୍ ରହିଛି ଆପଣଙ୍କ ଲାଷ୍ଟ ଏକ୍ଜାମ୍ ପାସ୍ର, ତାହା ଆପଣମାନଙ୍କୁ ଅପଲୋଡ଼ କରି ଏହାକୁ ଆପ୍ଲାଏ କରିବା ପାଇଁ ହେବ। ତା ପରବର୍ତ୍ତୀ ଦେଖନ୍ତୁ, ଯଦି ଆପଣମାନେ PG କରୁଛନ୍ତି କିମ୍ବା MA କରୁଛନ୍ତି ଓଡ଼ିଆ ଅନର୍ସରେ, ଜେନେରାଲ ପିଲା ହେଉ, ST, SC, OBC, EBC, SEBC, ଆପଣ ଯାହା ବି ହେଇଥିବେ ଆପଣମାନେ ଆପ୍ଲାଏ କରିପାରିବେ। ଦେଖନ୍ତୁ, ଆପଣ ଯଦି PGରେ ଯେଉଁ +3 କରିଛନ୍ତି ତାହା ଆପଣଙ୍କୁ 60% ପ୍ଲସ୍ ମାର୍କ ରଖିଛନ୍ତି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ତାହେଲେ ଯେଉଁ ଡକୁମେଣ୍ଟ ସବୁ +3ରେ ଆପଣମାନେ ଅପଲୋଡ଼ କରିଥିଲେ ସେ ଡକୁମେଣ୍ଟ PGରେ ମଧ୍ୟ ଲାଗିବ। ସ୍କଲାରସିପ୍ ଆମାଉଣ୍ଟଟି କେତେ ରହୁଛି, ଆପଣଙ୍କୁ 3 ବର୍ଷ ମିଳିବ ନା ଆପଣଙ୍କୁ ଗୋଟିଏ ବର୍ଷ ମିଳିବ, ତ କେଉଁ ହିସାବରେ ପେମେଣ୍ଟଟି ମିଳିବ ଚାଲନ୍ତୁ ଜାଣିନେବା। ଦେଖନ୍ତୁ, ଆପଣ +3 କରୁଛନ୍ତି, ପେମେଣ୍ଟ ଟାଇପ୍ ରହୁଛି ୱାନ୍ ଟାଇମ୍। ଆପଣ ଯଦି 3 ବର୍ଷର କୋର୍ସ କରୁଛନ୍ତି ତାହେଲେ ଆପଣଙ୍କୁ ଗୋଟିଏ ବର୍ଷ ହିଁ ପେମେଣ୍ଟ ମିଳିବ, ଫାଇନାଲ୍ ଇୟର୍ରେ ମିଳିବ। ବଏଜ୍ ଆମାଉଣ୍ଟ ରହୁଛି 20,000 ଏବଂ ଗାର୍ଲସ ଆମାଉଣ୍ଟ ରହୁଛି 20,000 ଏବଂ ଟ୍ରାନ୍ସଜେଣ୍ଡର ଆମାଉଣ୍ଟ ରହୁଛି 20,000। ଯଦି ଆପଣ MA କରୁଛନ୍ତି ତାହେଲେ ଆପଣମାନଙ୍କୁ ସେ ବଏଜ୍, ଗାର୍ଲସ, ଟ୍ରାନ୍ସଜେଣ୍ଡର ସମସ୍ତଙ୍କୁ 30,000 ଟଙ୍କା ମିଳିବ। ତାହେଲେ ଅଫିସିଆଲ ନୋଟିସ୍ ଆଡ଼କୁ ଆମେ ଚାଲିଯିବା। କ'ଣ ରହିଛି, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ଫ୍ରମ୍ SMT ପ୍ରତିଭା ସାହୁ OAS ଜଏଣ୍ଟ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ to all the department of government, all state central university college having Odia honors at UG and PG level. Subject ରହିଛି revised guideline for the ବ୍ୟାସକବି ଫକୀରମୋହନ ଭାଷାବୃତ୍ତି scheme under ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା higher education from the academic year 2024-25 onwards. Madam, sir, in partial modification of the ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା Higher Education Department, particularly for the sub-scheme component Vyasakavi Fakirmohan Bhasabruti scheme, the revised guideline for the implementation from the academic year 2024-25 onwards are enclosed herewith. The revised guidelines solve from an integral part of the original scheme and are shared for general discrimination and necessary action. All universities are requested to circulate these guidelines to their affiliated educational institutions. ଏଇଟା ସମସ୍ତ କଲେଜ ଏବଂ ୟୁନିଭର୍ସିଟିକୁ ଇନଫର୍ମେସନ୍ ଦିଆହେଇଛି ରିଭାଇଜ୍ ପାଇଁ। ତ ଏବଂ ଷ୍ଟୁଡେଣ୍ଟ ପାଇଁ ସମସ୍ତ ଆପ୍ଲାଏ କରିପାରିବେ। ଦେଖନ୍ତୁ, ଅଫିସିଆଲ ଗାଇଡ଼ଲାଇନ୍ ରହିଛି ରିଭାଇଜ୍ ଗାଇଡ଼ଲାଇନ୍ ଫର୍ ଦ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ସ୍କିମ୍ ଅଣ୍ଡର ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ହାୟର ଏଜୁକେସନ୍ ଫ୍ରମ୍ ଦ ଏକାଡେମିକ୍ ଇୟର୍ 2024-25। ଏଇଟା ରହିଛି କିଛି ଇନଫର୍ମେସନ୍। ଦେଖନ୍ତୁ, ସ୍କଲାରସିପ୍ ଆମାଉଣ୍ଟ ରହୁଛି, ଆପଣ ଏଇଟା ଅଫିସିଆଲ ନୋଟିସ୍ରେ ମଧ୍ୟ ସ୍କଲାରସିପ୍ ଆମାଉଣ୍ଟ ଶୋ କରୁଛି। ଆପଣ ଯଦି UG କରୁଛନ୍ତି ମାନେ +3 କରୁଛନ୍ତି ତାହେଲେ ଆପଣଙ୍କୁ 20,000 ଟଙ୍କା ମିଳିବ। ଓଡ଼ିଆ ଅନର୍ସ ଯଦି ଆପଣମାନେ ନେଇଛନ୍ତି ତାହେଲେ ଆପଣମାନଙ୍କୁ 20,000 ଟଙ୍କା ମିଳିବ। ଯଦି ଆପଣମାନେ PG କରୁଛନ୍ତି ତାହେଲେ ଆପଣମାନଙ୍କୁ 30,000 ଟଙ୍କା ମିଳିବ 1 ଇୟର୍ରେ। କିନ୍ତୁ 3 ବର୍ଷର ଯେଉଁ କୋର୍ସ କରିବେ, 3 ବର୍ଷର କୋର୍ସ ମଧ୍ୟରେ ଆପଣମାନଙ୍କୁ କେବଳ 1 ଇୟର୍ ହିଁ ମିଳିବ। ଦେଖନ୍ତୁ, ଇଲିଜିବିଲିଟି କ୍ରାଇଟେରିଆ in order to be eligible to get the scholarship under the scheme, student have to fulfill following condition. ଦେଖନ୍ତୁ, UG ଲେଭେଲରେ ରହିଛି all student irrespective of their domicile who have obtained the minimum mark 70% in applied in the +2 examination conducted by the CHSC Odisha or any other equivalent board and enroll +3 arts with Odia as the honor score
मेजर सब्जेक्ट इन एनी अदर यूनिवर्सिटी। डिग्री कॉलेज और ऑटोनोमस कॉलेज ओडिशा और आउटसाइड स्टेट आर एलिजिबल टू गेट द स्कॉलरशिप एट द अपग्रेडेड लेवल। आपण +2 रे 70% रखिथिबार अछि मिनिमम मार्क। आपण +2 रे CHSC रे पास करंतु किंबा जेकोसी इक्विवेलेंट यूनिवर्सिटी जेकोसी बोर्ड रे पास करंतु। आपनको जो सब्जेक्ट रहबो +2 रो सब्जेक्ट जो गोटे जदि ओडिया सब्जेक्ट रहिछि ताहले आपण माने एही स्कॉलरशिप को अप्लाई करि परिबे एवं आपनको 70% एबव थिले एही स्कॉलरशिप अप्लाई करि परिबे। एवं पीजी लेवल रे मध्ये से सेम कंडीशन रहिछि। +3 आर्ट्स कोर्स एंड टेकन एडमिशन MA विथ ओडिया ऑनर्स। आपनको एही ओडिया ऑनर्स MA रे नैथिबार अछि एवं आपण जेकोसी यूनिवर्सिटी रे मध्ये +3 करिथांतु। आपण जदि ओडिया ऑनर्स नैचंती MA रे एवं +3 रे आपण 60% एबव मार्क रखिचंती ताहले आपण माने एही स्कॉलरशिप टी को आपण माने अप्लाई करि परिबे। सिलेक्शन क्राइटेरिया कोन रहिछि? स्टूडेंट स्टडीइंग UG विथ ओडिया ऑनर्स, स्टूडेंट proposing +3 आर्ट्स डिग्री विथ ओडिया ऑनर्स, मेजर सब्जेक्ट विल द assess based on their average mark secured in +2 examination conducted by CHSC ओडिशा और एनी अदर recognized equivalent board। एठारे जे कोनोसी CHSC हो किंबा जे कोनोसी recognized equivalent board रे जदि आपण माने पास करचंती ताहले आपण माने अप्लाई करि परिबे एवं एहा रुचि सिलेक्शन रो एलिजिबिलिटी क्राइटेरिया। ताहले एहार डॉक्यूमेंट सब कोन कोन लागिबो चलंतु आगो जानिबा एही वीडियो माध्यम रे को डॉक्यूमेंट लागिबो सिलेक्शन प्रोसेस हम जानि नेले। डॉक्यूमेंट कोन अछि चलंतु जानि नेबा। 1 नंबर रे लागिबो आपनको रेसिडेंट सर्टिफिकेट, 2 नंबर रे क्वालिफाइंग एग्जाम मार्कशीट आपण जो लास्ट रो एग्जाम क्वालिफाई मार्कशीट जेते रहिछि सब डॉक्यूमेंट लागिबो। बैंक अकाउंट डिटेल्स लागिबो, कॉलेज रो जो आईडी कार्ड रहिछि कॉलेज आइडेंटिफिकेशन ताहा आपण माननको लागिबो। तो एहा थिला किछि व्यासकवि फकीरमोहन भाषावृत्तिर नुआ इनफॉरमेशन। आमे परवर्ती जानिबा एही स्कॉलरशिप को आपण माने केमिति अप्लाई करि परिबे। जदि आपण अप्लाई करिवार प्रोसेस जानिबा पय चाहचंती ताहले मु नेक्स्ट परवर्ती वीडियो टी आनी देबी। जदि आपण माननको एही इनफॉरमेशन टी भलो लागि थाए ताहले वीडियो टी को लाइक करबा सहित चैनल टी को सब्सक्राइब कर दियंतु।